ହ୍ୟାଲୋ, ଆପଣ ମୋ ଚ୍ୟାନେଲକୁ ସ୍ୱାଗତମ। ଆମେମାନେ ଯେଉଁ ଆଜି ପାଳିବାକୁ ଯାଉଛନ୍ତି କି 80ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସର ମାନେ କ'ଣ ସେଇଟା ଆମେ କେହି ଜାଣିନାହାନ୍ତି, ନା ଜାଣିବାକୁ ଚାହୁଁନାହାନ୍ତି। ଜାଣିଥିଲେ ବି କିଛି ଲୋକ ଯେଉଁମାନେ ଜାଣିଛନ୍ତି ବି ସେମାନେ ସମାଜକୁ କିଛି ଜଣାଇବାକୁ ବି ଚାହୁଁନାହାନ୍ତି। ମୋର କହିବାର ଅର୍ଥ ହେଉଛି ଏଇକି ଯେ ସ୍ୱାଧୀନତା ମାନେ କ'ଣ, କେଉଁ ପ୍ରକାର ସ୍ୱାଧୀନତା। ଗୋଟେ ଲୋକ କେବେ ସେ ନିଜର ସ୍ୱାଧୀନ ଭାବରେ ବଞ୍ଚି ପାରୁନି। କଥା ଏଠି ନୁହେଁ କି ଆଇନ କାନୁନ ନ ମାନିବା। ଆଇନ କାନୁନକୁ ମାନିକି ଯେଉଁ ଫ୍ରି ରହିବା, ଫ୍ରିଡ଼ମ୍ ମତଲବ କ'ଣ? ଆଇନ କାନୁନ ଭିତରେ ରହିକି ଯେଉଁ ଫ୍ରିଡ଼ମ୍ ମିଳିବା, ସେଇଟା କେବେ ଆପଣମାନଙ୍କ ସହିତ ହେଇଛି? ଆପଣ ନିଜେ କମେଣ୍ଟରେ କୁହନ୍ତୁ, ନିଜେ ଭାବି କୁହନ୍ତୁ। ଆପଣ ଯେଉଁ ପୋଲିସ ସୁରକ୍ଷା ଦେଉଛି, ଆପଣ କେବେ ସୁରକ୍ଷା ଅନୁଭବ କରନ୍ତି? ତାଙ୍କ ପୋଲିସ ଆସିଛି କି କ'ଣ, ଆମେ ଯାଇକି ପୋଲିସ ଷ୍ଟେସନରେ ଯିବୁ, କେହି ଗୋଟେ ସୁରକ୍ଷା ଅନୁଭବ କରନ୍ତିନି। ସୁରକ୍ଷିତ ଅନୁଭବ କେବେ କରନ୍ତି ବି ନାହିଁ। କେମିତି ପୋଲିସ ଠାରୁ ଦୂରେଇ ରହିବା, କୋର୍ଟ କଚେରୀ ଠାରୁ ଦୂରେଇ ରହିବା, ମାନେ ନିଜର ହକ୍ ପାଇଁ ଯେ ଲଢ଼େଇ କରିବାଟା ଦୂରରେ। ସମସ୍ତେ କେମିତି ଗୋଟେ ଜିନିଷ ଆଡ଼ଜଷ୍ଟ କରିବା ଆମେ ଜାଣିଛୁ। କେମିତି କ'ଣ ଆଡ଼ଜଷ୍ଟ ହେଇଯାଉ, ହଉ ହେଲା ଏମିତି ହୁଏ ନାହିଁ କି? ସମସ୍ତଙ୍କ ଘରେ ଯେମିତି ହଉ ହେଲା, ସେ ତ କଲା ଛାଡ଼, କିଏ ଝଗଡ଼ା କରିବ। ଏଇଟା ହକ୍ ମାନିବା ଆମର। ଏଇଟା କ'ଣ ଏସବୁ ଯେ ଆମର ଯେଉଁ ଫ୍ରିଡ଼ମ୍ ଫାଇଟର, ଯିଏ ବି ସ୍ୱାଧୀନତା ସଂଗ୍ରାମୀ ଥିଲେ, ଏଇଥିପାଇଁ ସେମାନେ ନିଜ ଜୀବନକୁ ଜୀବନ ଦେଇଥିଲେ ଆମ ପାଇଁ, ଯେ ସ୍ୱାଧୀନ ହେଉଥିଲା ଏଇଥିପାଇଁ। ସେତେବେଳେ ବି ବହୁତ ଲୋକ ଲଢ଼ି ନଥିଲେ, ପଛଘୁଞ୍ଚା ଦେଇଥିଲେ। ଆଜି ବି 80 ବର୍ଷ ହେଇଗଲା ସ୍ୱାଧୀନତା ପାଇବା ପରଠାରୁ ବି ଆମେ ବି ଏବେ ବି ପଛଘୁଞ୍ଚା ଦେଉଛେ। ସବୁ ଜାଗାରେ ପଛଘୁଞ୍ଚା ଦେଉଛେ। ଡର କ'ଣ ପାଇଁ? ଯଦି ସ୍ୱାଧୀନତା ମିଳିଛି, ଡର କ'ଣ ପାଇଁ? କେବେ ବି କୋଶ୍ଚିନ୍ କରିଛନ୍ତି ଆମର ନେତା ହଉ, ଯିଏ ବି ହଉ, ଯେଉଁଠି ବି କୋଶ୍ଚିନ୍ କେବେ କାହାକୁ ପଚାରିଛନ୍ତି ଆମର ସମ୍ବିଧାନରେ ଯାହା ଲେଖା ହେଇଛି ଆମକୁ ଜାଣିବାର ଅଧିକାର ଅଛି ବୋଲି? କେହି ବି ଟିକେ ବି ଜାଣିବାକୁ ଅଧିକାର ବି ଜାଣିବାକୁ ଚେଷ୍ଟା ବି କରୁନାହାନ୍ତି। ଯାହା ବି ଜାଣିଛନ୍ତି ସେ ବି କାହାକୁ ଜଣେଇ ଦେଉନାହାନ୍ତି। ସେମାନେ ଭାବୁଛନ୍ତି ଆମେ ଜାଣିଛୁ ମାନେ ଆମର ଆଉ ସବୁ ଯିଏ ରହିଲେ ସେ ଗୋଲାମ। ମାନେ ଇଂରେଜମାନେ ଛାଡ଼ିକି ଗଲା ପରେ ବି ଆମେମାନେ ତାଙ୍କଠାରୁ ବେଶୀ ଗୋଲାମ ହେବେ।